ଆମେ ଆଜି ପଢ଼ିବୁ ନରେନ୍ଦ୍ରଙ୍କର ଆଉ ଏକ ଲେଖା ଖ୍ରୀଷ୍ଟୀୟ ଓ ଭାରତୀୟ ସାଧନା ଦୃଷ୍ଟି। ଦାନ୍ତେଙ୍କର ତାଙ୍କର ବହିରୁ ଗୋଟେ ଲାଇନ୍ କହୁଛନ୍ତି, ନ୍ୟାୟର ବିଧାନ ଟଳାଇ ଦେଲା ମୋର ଉର୍ଦ୍ଧ୍ୱର ଭଗବାନଙ୍କୁ, ମୋତେ ଗଢ଼ିଲେ ଭାଗବତୀ ଶକ୍ତି ଆଉ ସମୁଚ୍ଚ ଜ୍ଞାନ ଓ ଆଦି ପ୍ରେମ। ଦାନ୍ତେ ନରକର ମୁହଁରେ ଏଇ କଥା ଗୁଡ଼ିକ କହିଛନ୍ତି। ନରକ କିପରି ହେଲା, କେଉଁଠି ହେଲା, କି ଉଦ୍ଦେଶ୍ୟରେ ହେଲା, ଦାନ୍ତେ ତାଙ୍କର ମହାକାବ୍ୟରେ ଏହି ତତ୍ତ୍ୱ ଓ ତଥ୍ୟ ବ୍ୟାଖ୍ୟା କରିଛନ୍ତି ବା ଚିତ୍ରିତ କରିଛନ୍ତି। ଆମେ ଜାଣୁ, ଅର୍ଥାତ୍ ସାଧାରଣ ଲୋକମାନେ ଜାଣନ୍ତି, ନରକ ହେଲା ପାତକୀ ଓ ଅଧାର୍ମିକ ଲୋକମାନଙ୍କ ପାଇଁ। ନରକ କେମିତି ସୃଷ୍ଟି ହେଲା କେଉଁ ଜାଗାରେ ମୁଁ ପଢ଼ିନି ଏପର୍ଯ୍ୟନ୍ତ। ନରକ ପୁଣି ସୃଷ୍ଟି ହେଇଥିବ ତ, ତିଆରି ହେଲା। ଯେମିତି ଆଗେ ଥିଲା ଭୁବନେଶ୍ୱର ବାଘ ଭାଲୁ ଏମାନଙ୍କ ପାଇଁ, ତାପରେ ଚେଞ୍ଜ ହେଇଗଲା ରାଜଧାନୀ ହେଲା ଫଳରେ। ଠିକ୍ ସେଭଳି ନରକଟା କେମିତି ସୃଷ୍ଟି ହେଲା, ଦାନ୍ତେଙ୍କର ଏ ଲେଖାରୁ ଏଇଟା ଦାନ୍ତେ ନରକ ମୁହଁରେ କହୁଛନ୍ତି। ଏଇଟା ଦୁଷ୍ଟର ଦମନ ଶିଷ୍ଟର ପାଳନ ହେଲା ଭଗବାନଙ୍କ ଧର୍ମ। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନଂ ମଧ୍ୟାତ୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍। ଏଇ ହେଲା ଭଗବାନଙ୍କ ଧର୍ମ। ଯଦି ବାସ୍ତବତାରେ ଦେଖାଯାଏ, ଦୁଷ୍ଟମାନଙ୍କର ଦମନ ହୁଏ ନାହିଁ ବା ଶିଷ୍ଟମାନଙ୍କର ପାଳନ ହୁଏ ନାହିଁ। ଅନେକ ସମୟରେ ବିପରୀତଟା ହିଁ ଘଟିଥାଏ। ସାଧାରଣ ଜଗତରେ କ'ଣ ହୁଏ, ଦୁଷ୍ଟମାନେ ଦମିତ ହୁଅନ୍ତିନି କି ଶିଷ୍ଟମାନଙ୍କୁ ଫେଭର କରାଯାଏ ନାହିଁ। ତେଣୁ କୁହାଯାଇଛି ଏ ଜଗତରେ ଓ ଏଇ ଜୀବନରେ ଯାହା ହେଉ ନା କାହିଁକି, ମୃତ୍ୟୁର ପରେ ପରଲୋକରେ ଦୁଷ୍ଟମାନଙ୍କ ସ୍ଥାନ ନରକରେ, ଶିଷ୍ଟମାନଙ୍କ ସ୍ୱର୍ଗରେ। ହେଉଛି ଖ୍ରୀଷ୍ଟିଆନ ମତବାଦ ବିଷୟରେ ବର୍ଣ୍ଣନା କରିଛନ୍ତି ଯେ ଏଇ ଜନ୍ମରେ ହେଲାନି, ଭଲ ହେଲାନି। ଯଦି ଭଲ ନ ହେଲା ତାହେଲେ ବ୍ୟସ୍ତ ହୁଅନି, ନେକ୍ସଟ ବାର୍ଥ ଭଲ ହେବ। ନେକ୍ସଟ ବାର୍ଥ ଭଲ ହେବ। ଗୋଟେ ଅଛି ଯେ ଜଣେ ଗୋଟେ ନିଶାକୁ କହନ୍ତି ହୁଇସିସ୍ ନା କ'ଣ ତା କହନ୍ତି, ଆସିସ୍ ନିଶା। ହୁଇସ୍କି ନୁହେଁ, ହୁଇସ୍କି ହେଉଛି ଡ୍ରିଙ୍କ, ଯାହାକୁ ଖାଆନ୍ତି ଡ୍ରଗ୍ସ। ହିରୋଇନ୍ କି ହିରୋ ନୁହନ୍ତି, ଆଉ ଗୋଟେ ଏଇଠୁ ସ୍ୱର୍ଗର ଘଟଣାଟା ଘଟିଲା। ସେମାନେ କ'ଣ କଲେ ନା, ଜଣେ ବୃଦ୍ଧ ବ୍ୟକ୍ତି ଥିଲେ, ବାବିଲନ୍ ବୋଧେ ସେ ଜାଗାରେ। ସେ କ'ଣ କଲେ ନା, କିଛି ୟଙ୍ଗ ମାନ ଗୋଟେ ଜାଗା, ଗୁପ୍ତ ଜାଗା ଗୋଟେ କଲେ। ସବୁ ରକମ ଉପଭୋଗର ସ୍ଥାନ ଥିଲା। ଯେଉଁମାନେ ୟଙ୍ଗ ଲୋକଙ୍କୁ ଟାଣି ଆଣନ୍ତି, ଆଣିକିରି କ'ଣ କରନ୍ତି ନା, ସେ ହାସିସ୍ ଯେଉଁ କ'ଣ ସେ ହାସିସ୍ ନା କ'ଣ ତାକୁ ଖାଇବାକୁ ଦିଅନ୍ତି। ସେ ପୁରା ଡ୍ରଙ୍କ ହେଇଯାଏ। ତାପରେ ତାକୁ କ'ଣ କରନ୍ତି, ସେ ଜାଗାକୁ ନେଇ ଦେଖାନ୍ତି। ସବୁ ରକମ ସୁଖ ସୁବିଧା ଥାଏ। ସେ ବୃଦ୍ଧ ବ୍ୟକ୍ତି କ'ଣ କରନ୍ତି, ଗୋଟେ ଚାବି ଦେଖାନ୍ତି। ଦେଖ, ଏ ହେଉଛି ସ୍ୱର୍ଗ, ଯଦି ମୋ କଥା ମାନିବ ତାହେଲେ ସ୍ୱର୍ଗରେ ଯାଇକି ପହଞ୍ଚିବ। ଚାବି ହେଉଛି ମୋ ହାତରେ। ଏଇ ଭାବରେ ସେ ଗୋଟେ ଦୁର୍ଦ୍ଧର୍ଷ ବାହିନୀ ସୃଷ୍ଟି କଲେ, ଡକାୟତ କଲେ, ଏମିତି ସବୁ କାମ କଲେ। ଭଗବାନଙ୍କର ତ ବିଧାନ ବହୁତ ଅଲଗା। ତାକୁ ଟପିକରେ ଆଉ ଗୋଟେ ଦୁର୍ଦ୍ଧର୍ଷ ବାହିନୀ ସୃଷ୍ଟି ହେଲା। ଜଣେ ତାଙ୍କୁ ମାରି ଦେଇକିରି ପୁଣି ସେ ଜାଗା ଅଧିକାର କଲେ। ହାସିସ୍ ବୋଲି ଗୋଟେ ଥାଏ ଇଏ ଖାଇବା ଜିନିଷ, ସେଇଥିରୁ ଏଇ ବସ୍ତୁତା ହିପ୍ନୋଟିକ୍ରୁ ଆସିଛି। କ'ଣ ହେଲା ନା, ଭାରତ ବର୍ଷରେ ଯେଉଁମାନେ ଯାହା ହଉ ସେମାନେ କ'ଣ ବର୍ତ୍ତମାନ କ'ଣ ହେଉଛି, ସାଧାରଣତଃ ଏଇ ଜିନିଷ କୁହାଯାଏ, ଏଇ ଜନ୍ମରେ ତୁମେ କିଛି କରିପାରୁନ, ତୁମର ଭଲ ହେଇନି, ବ୍ୟସ୍ତ ହେବନି, ନେକ୍ସଟ ବାର୍ଥରେ ହେବ। ନେକ୍ସଟ ବାର୍ଥରେ ହେବନି, ନେକ୍ସଟ ବାର୍ଥ ଇଣ୍ଡିଆନ କଥା ହେଲା। ୟା ପରେ ମରିଗଲା ପରେ ସ୍ୱର୍ଗକୁ ଯିବ, କାରଣ ତୁମେ ଭଗବାନ ପାଇଁ କାମ କରୁଛ ଏଠି, ସେଥିପାଇଁ ସ୍ୱର୍ଗକୁ ଯିବ। ଏଠି ଯେଉଁ ପାଇନ ଜିନିଷ ସେଠି ସବୁ ପାଇବ। ଭାରତ ବର୍ଷରେ ଆଉ ଟିକେ ଅଧିକ କୁହାଯାଇଛି, ଦୁଷ୍ଟମାନଙ୍କର ଯଦି କିଛି ସ୍ୱୀକୃତି ଥାଏ, ତେବେ ନରକର ଭୋଗ ପରେ କିଛି ଦିନ ସ୍ୱର୍ଗବାସ ହୋଇ ପୁନର୍ଜନ୍ମ ପର୍ଯ୍ୟନ୍ତ। ସାଧାରଣ ଜେନେରାଲି ଯେଉଁ କୋଶ୍ଚିନ୍ଟା ଚିତ୍ରଗୁପ୍ତ ପଚାରନ୍ତି, ସେ କୋଶ୍ଚିନ୍ ହେଉଛି ଯେ ତୁମର ଏତିକି ଏତିକି ବାଲାନ୍ସ, ଏତିକି ଏତିକି ଖର୍ଚ୍ଚ କରିଛ, ଆଉ ଯେଉଁ ବଳକା ଟଙ୍କା ରହିଛି ତୁମେ କ'ଣ କରିବ, ଆଗ ସ୍ୱର୍ଗ ଭୋଗ କରିବ କି ଆଗ ନରକ ଭୋଗ କରିବ? ଯେଉଁମାନେ ଟିକେ ଚଲାକ ଥାନ୍ତି ସେମାନେ କହିଦିଅନ୍ତି ଆଗ ସ୍ୱର୍ଗ ଭୋଗ କରିବି।
ସ୍ୱର୍ଗ ଭୋଗ କଲାବେଳେ ସେମାନେ ପଇସା ପତ୍ର ଯୋଗାଡ଼ କରିଦିଅନ୍ତି, ନରକ ଭୋଗଟା କମିଯାଏ। ଏଇ ଘଟଣାଟା ହିଁ ଘଟେ। ଏଇ ପୁନର୍ଜନ୍ମ ପୁଣି ଜେନେରାଲି କିଛି ଦିନ ସ୍ୱର୍ଗ ଭୋଗ ବା ନରକ ଭୋଗ କଲା ପରେ ପୁଣି ଜନ୍ମ ହେବେ, ପୁଣି ତାଙ୍କ କାମ ଆରମ୍ଭ କରିବେ। ଏହି ପୁନର୍ଜନ୍ମ ପୁଣି ନିୟନ୍ତ୍ରିତ ହୁଏ ପୂର୍ବଜନ୍ମର ସୁକୃତି ଓ ଦୁଷ୍କୃତିର ଫଳରେ। ଦୁଷ୍ଟମାନଙ୍କର ନରକ ଭୋଗ ଦ୍ୱାରା ଯଦି ସର୍ବୋତ ଭାବେ ପାପର କ୍ଷୟ ହେଲା ନାହିଁ, ତେବେ ପରଜନ୍ମରେ ସେମାନଙ୍କୁ ଦୁଃଖ କଷ୍ଟ ଇତ୍ୟାଦି ନରକ ଭୋଗ କରିବାକୁ ହେବ। ଦୁଷ୍ଟମାନେ କିଛି ଦିନ ଗଲା କମ୍ପ୍ଲିଟଲି ଏକ୍ସଜଷ୍ଟେଡ୍ ହେଲାନି, ପୁଣି ଆଉ ଥରେ ଜନ୍ମ ନେଇକରି ୟାକୁ ଏକ୍ସଜଷ୍ଟେଡ୍ କରିବାକୁ ପଡ଼ିବ। ଶିଷ୍ଟମାନଙ୍କର ପୁରସ୍କାର ପରଜନ୍ମରେ ବି ସେମାନେ ସୌଭାଗ୍ୟ ସୁଖ ସ୍ୱସ୍ତିର ଜୀବନ ଲାଭ କରନ୍ତି। ଏ ଜନ୍ମରେ କଲା, ଆର ଜନ୍ମରେ ଆହୁରି ଭଲରେ ରହିବେ। କାହିଁକି? କାରଣ ଏଇ ଜନ୍ମରେ ବହୁତ ଭଲ କାମ କରିଛନ୍ତି। ଏହି ସମସ୍ତଟା ଅନେକ ପରିମାଣରେ ଲୌକିକ ଗାଡୁ ଗଳ୍ପ, ଅନ୍ତତଃ ସତ୍ୟ ଓ ତଥ୍ୟ ସାଙ୍ଗରେ ଅନେକ କିଛି ମିଥ୍ୟା କଳ୍ପନା ମିଶିଅଛି। ଯାହା ହେଉ ଦାମ୍ପେଙ୍କ କଥା କୁହେ, ସେ ଦେଇଛନ୍ତି ଖ୍ରୀଷ୍ଟୀୟ ତତ୍ତ୍ୱ, ଖ୍ରୀଷ୍ଟୀୟ ଚିତ୍ର। ଦାମ୍ପେ କ'ଣ କହିଛନ୍ତି ଯେ ନରକ ହେଲା ଅଧପତନର ଅବ୍ୟର୍ଥ ଉତ୍କଟ କର୍ମଫଳ। ଏଇଟା ହେଉଛି ଖ୍ରୀଷ୍ଟିଆନ ଧର୍ମର ନରକ ବର୍ଣ୍ଣନା। ନରକ କ'ଣ ହେଲା? ଅଧପତନର ଅବ୍ୟର୍ଥ ଉତ୍କଟ କର୍ମଫଳ। ମନୁଷ୍ୟ ଭଗବାନଙ୍କର ଅବାଧ୍ୟ ହେଲା। କାହିଁକି ହେଲା? ଭଗବାନ ମନୁଷ୍ୟକୁ ଅବାଧ୍ୟ ସ୍ୱାଧୀନତା ଦେଇଥିଲେ, ଅବାଧ ସ୍ୱାଧୀନତା ଦେଇଥିଲେ। ସେ ଯାହା ଖୁସି ତାହା କରିପାରେ। ହୁଏତ ଏହା ଦେଖିବା ପାଇଁ ବା ପରୀକ୍ଷା କରିବା ପାଇଁ ଯେ ଭଗବାନଙ୍କ ପ୍ରତି ମନୁଷ୍ୟର ଆକର୍ଷଣ କେତେ। କିନ୍ତୁ ମନୁଷ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲା ନାହିଁ, ତା ସ୍ୱାଧୀନତାର ଅପବ୍ୟବହାର କରାଲା। କି ଜାଣିଛନ୍ତି ସମସ୍ତେ କେମିତି ହେଲା? ଅରିଜିନାଲ ସିନ୍ ନା ମଣିଥିବ ଏଇ ଶବ୍ଦଟା। ଅରିଜିନାଲ ସିନ୍ ଅର୍ଥ ହେଉଛି ଯେ ଆଦାମ ଇଭ୍ଙ୍କର କାହାଣୀ। ଆଦାମ ଇଭ୍ଙ୍କୁ କୁହାଯାଇଥିଲା ଗୋଟେ ବଢ଼ିଆ ଗାର୍ଡେନରେ ରହିଥିଲେ, ଚମତ୍କାର ଜାଗା, କିଛି ନଥିଲା। ତାଙ୍କୁ କୁହାହେଲା ଯେ ଏଇ ଯେଉଁ ଗଛ ଫଳ ଆକୁ ଖାଇବନି, ନିଷିଦ୍ଧ ଫଳ, ତାକୁ ଖାଇବନି। ସେଥିରୁ ଶୈତାନ କ'ଣ କଲା ଆସିକିରି, ଶୈତାନ ସେଠି ଗୋଟେ କ୍ୟାରେକ୍ଟର ଅଛି, ଭିଲିଆନ୍ କ୍ୟାରେକ୍ଟର। ସେ ଆସିକିରି କ'ଣ କଲା, କହିଲା ଯେ ଖାଉନ ଖାଉନ କାହିଁକି, ବୁଝେଇ ବାଜେଇକିରି ଖାଇଦେଲେ। ଯେମିତି ଖାଇଦେଲେ ସେଥିରୁ ସେ ନିଜ ବିଷୟରେ କନସିୟସ୍ ହେଇଗଲେ, ଆଉ ପାପ ହେଲା ଖାଇକିରି। ପାପ ହେଲା ପରେ ଭଗବାନ ଆସିଲେ, ରାଗିଲେ, କହିଲେ ତୁମକୁ ସ୍ୱର୍ଗରୁ ପଥଚ୍ୟୁତ କରାହେଲା, ସ୍ଥାନଚ୍ୟୁତ, ସ୍ୱର୍ଗରୁ ସ୍ଥାନଚ୍ୟୁତ କରାହେଲା, ପୁଣି ତୁମେ ନରକରେ ରହିଲ। ଏଇ ଯେଉଁ ସିନ୍ କରିଛନ୍ତି ଆଦାମ ଇଭ୍, ସେ ତାକୁ ଅରିଜିନାଲ ସିନ୍ ବୋଲି କହନ୍ତି। ତାମାନେ ମୂଳରୁ ମଣିଷ ଜାତି ଏଇ ପାପ କରିଛି, କିନ୍ତୁ ତାକୁ ମା ଅଲଗା ରକମ ବୁଝେଇଛନ୍ତି। ମା ଅନ୍ୟ ଗୋଟେ କଥାରୁ ଆଣି ବୁଝେଇଛନ୍ତି। କହିଲେ ଆଉ ଜଣଙ୍କୁ କହିଛନ୍ତି ଯେ ଯେ ଶୈତାନ ଯାହାକୁ କହିଛନ୍ତି ସେ ହେଉଛନ୍ତି ଇଭଲ୍ୟୁସନାରୀ ଫୋର୍ସ। ସେ କ'ଣ କଲେ ନା ଗଛର ଫଳ ଖାଇବାକୁ ମନା କରାହେଇଛି, ଯାହାକୁ ଯିଏ ମନା କଲେ ସେ ହେଉଛନ୍ତି ଆକ୍ଚୁଆଲି ୟାର ବିରୋଧୀ, ବିବର୍ତ୍ତନର ବିରୋଧୀ। ସେ କ'ଣ କଲେ ନା ଖାଇଲେ, କି ନିଷିଦ୍ଧ ଫଳ ଖାଇଲେ କ'ଣ ହେବ, କନସିୟସନେସ୍ ବଢ଼ିବ, ଭଲ ମନ୍ଦ ବୁଝିପାରିବ। ଏଇଟାକୁ ଶୈତାନ ଚାହୁଁନଥିଲା। ତେଣୁ ଯେତେବେଳେ ନିଷିଦ୍ଧ ଫଳ ଖାଇଦେଲେ ଦେ ବିକମ୍ କନସିୟସ୍ ଅଫ୍ ଦେମସେଲ୍ସ। ନିଜର ଅପକର୍ମ ପାଇଁ ମନୁଷ୍ୟକୁ ପ୍ରାଶ୍ଚିତ କରିବାକୁ ହେବ, ତେଣୁ ନରକର ଆବିର୍ଭାବ। ଭଗବାନ ହେଉଛନ୍ତି ପରମ ନ୍ୟାୟ ବିଧାତା। ଏହି ହେଉଛି ତାଙ୍କର ପ୍ରଥମ ରୂପ। ସେ ପରମ ଶକ୍ତିମାନ, ତେଣୁ ନରକର ସୃଷ୍ଟି କଲେ। ସେ ପରମ ଜ୍ଞାନୀ, ଜ୍ଞାନରେ ନରକର ସାର୍ଥକତା ଦେଖିଲେ। ତାଙ୍କର ଶକ୍ତି ଅଛି ନରକ ସୃଷ୍ଟି କରିବା ପାଇଁ, ପୁଣି ମଧ୍ୟ ଶକ୍ତି ଅଛି ନରକକୁ ଘୁରାଇ ସ୍ୱର୍ଗ ଆଡ଼କୁ ନେଇ ଚାଲିଯିବା ପାଇଁ, ଅର୍ଥାତ୍ ନରକକୁ ଉପରେ ଉଠିବା ପାଇଁ ଏକ ସିଡ଼ିରେ ପରିଣତ କରିବା ପାଇଁ। କାରଣ ଭଗବାନଙ୍କର ଯେପରି ବିଧି, ତାଙ୍କର ନିୟମ ଯେପରି ଅତୁଟ ଅଟଳ, ତାଙ୍କର ନ୍ୟାୟଦଣ୍ଡ ସେପରି ଦୃଢ଼ ଓ ରୁଜୁ, ସେପରି ସେ ମଧ୍ୟ କେବଳ ନିର୍ମମ ବିଧାନ ନୁହନ୍ତି। ଯେ ଇଏ କିଏ କହୁଛନ୍ତି ଦେଖୁ, ଦାମ୍ପେ ତାଙ୍କ ବହିରେ କହୁଛନ୍ତି, ବହି ନାଁ ମନେ ପଡ଼ୁନି, ଡିଭାଇନ୍ କମେଡି। ତାଙ୍କର ସମସ୍ତ ଅନତିକ୍ରମଣୀୟ ଅବ୍ୟବଚାରୀ ନିୟମ ପଛରେ ରହିଛି ପ୍ରେମ, ପରମ ପ୍ରେମ। ଏଠି କହୁଛନ୍ତି ଯେ ଭଗବାନ ନରକ ବନ୍ଦୋବସ୍ତ କରିଛନ୍ତି, ସ୍ୱର୍ଗ ବନ୍ଦୋବସ୍ତ କରିଛନ୍ତି, କିନ୍ତୁ ଏହା ପଛରେ ତାଙ୍କର ଭଲ ପାଇବା ରହିଛି। ମନୁଷ୍ୟ ନିଜର କର୍ମ ଦୋଷରୁ କର୍ମଫଳ ଅନିବାର୍ଯ୍ୟ ଭାବେ ଭୋଗ କରେ, କିନ୍ତୁ ତାହାରି ଭିତର ଦେଇ ତାହାରି କଲ୍ୟାଣରେ
ପରିଶ୍ରୁତ ପରିଷ୍କୃତ ପରିଶୁଦ୍ଧ ହୋଇ କ୍ରମେ ନରକ ପାର ହୋଇଯାଏ, ସ୍ୱର୍ଗକୁ ଚାଲିଯାଏ। ପରିଣାମରେ ଭଗବାନଙ୍କ ସାନ୍ନିଧ୍ୟରେ ଆସନ ଗ୍ରହଣ କରେ। ସମସ୍ତେ ନହେଲେ ବିଶେଷ ଏକ ଗୋଷ୍ଠୀଙ୍କ ଭାଗ୍ୟରେ ଏହା ଘଟେ। ଯେଉଁମାନେ ୟାକୁ ଅବିଶ୍ୱାସ କରିବେ ତାଙ୍କ ପାଇଁ ଘଟିବନି। ଯେଉଁମାନେ ବିଶ୍ୱାସ କରିବେ ତାଙ୍କ ପାଇଁ ଘଟିବ। କଲା ପରେ କ'ଣ ହେବ ନା ସେମାନେ ସ୍ୱର୍ଗ ନରକ ସବୁ ପାର ହେଇଯିବେ। ପାର ହେଇକରି ସିଧା ଚାଲିଯିବେ ଭଗବାନ ପାଖକୁ। ସେଠି ତାଙ୍କର ଯେଉଁ ଆସେମ୍ବଲି ଅଛି ସେ ଜାଗାରେ ତାଙ୍କ ସାମ୍ନାରେ ବସିବେ, ତାଙ୍କ ପାଖରେ ବସିବେ। ଏଇ କଥା ସମସ୍ତଙ୍କ ପାଇଁ ଏ ଭାଗ୍ୟରେ ହେବନି। ଯେଉଁମାନେ ୟାକୁ ଅବିଶ୍ୱାସ କରିବେ ନରକରେ ପଡ଼ିବେ। ବୁଝିଗଲା? ଆଚ୍ଛା, ସମସ୍ତେ ନହେଲେ ଏକ ବିଶେଷ ଗୋଷ୍ଠୀଙ୍କ ଭାଗ୍ୟରେ ଏହା ଘଟେ। କିନ୍ତୁ ଲକ୍ଷ୍ୟ କରିବାକୁ ହେବ ମନୁଷ୍ୟର ଯେଉଁ ପତନ ତାହା ତା'ର ନିଜର ଇଚ୍ଛାକୃତ ହେଲେ ବି ପତନର ପରେ ପତନକୁ ଆଶ୍ରୟ କରି ତା'ର ଯେଉଁ ଉର୍ଦ୍ଧାୟନ ସେଥିରେ ନିଜର କୃତି ତା'ର କିଛି ନାହିଁ। ଏ ମଣିଷ ତା'ର ଏକ୍ଜିଷ୍ଟେଡ୍ କଲା ପରେ ଯେଉଁ ଉପରକୁ ସ୍ୱର୍ଗକୁ ଯାଏ ନିଜ ଏଫର୍ଟରେ ଯାଏନି, ଅଟୋମେଟିକାଲି ଯାଏ। ଏ ପରିଣାମ ତା ନିଜସ୍ୱ ସାମର୍ଥ୍ୟ ବା ଚେଷ୍ଟା ବା ତା'ର ସ୍ୱୀକୃତିର ଫଳ ନୁହେଁ। ଭଗବାନ ଦଣ୍ଡ ଦେଲେ କର୍ମଫଳଦାତା ଈଶ୍ୱର ହିସାବରେ, ପୁଣି ତାକୁ ଉଦ୍ଧାର କରି ନେଇ ଚାଲିଲେ ସ୍ନେହ ଡୋରରେ ପରମ ପ୍ରେମିକ ରୂପେ। ମନୁଷ୍ୟର ଉଦ୍ଧାର ଓ ଉତ୍ତରଣ କେବଳ ସମ୍ଭବ ଭଗବତ କରୁଣା, ଭଗବତ ପ୍ରସାଦ, ଭଗବତ ପ୍ରେମ ଯୋଗୁଁ। ଏଇ ହେଲା ଖ୍ରୀଷ୍ଟିଆନ ମାନଙ୍କର ଆପ୍ରୋଚ୍। କିନ୍ତୁ ଗୋଟେ ବିଷୟ କହିନି, ପରେ ସେ କହିବେ ଯେ ଅନନ୍ତ ନରକ ଭୋଗ। ଥରେ ଭୁଲ କରିଦେଲ ଆଉ ତାପରେ ନରକ ଭୋଗଟା ସବୁଦିନ ପାଇଁ ହେଲା। ଏ ହେଉଛି କଥା। ଏସ୍ଆର୍ଡିଙ୍କର ସାଙ୍ଗରେ ଶ୍ରୀମନ୍ଦିରଙ୍କର ଗୋଟେ ସମ୍ପର୍କ ଥିଲା। ସେ ସେଇଥିରେ ଶ୍ରୀମନ୍ଦିର ତାଙ୍କୁ ଦେଖେଇ ଦେଉଛନ୍ତି। ଏ ଗୋଟେ ବିଶାଳ ଜାଗା ଅଛି, ବହୁତ ବଡ଼ ଜାଗା। ହଜାର ହଜାର ମାନେ ବହୁ ହଜାର ହଜାର କୁହାହେଇଛି, ବହୁ ସୋଲ୍ସ ମାନେ ସେଠି ଘୁରି ବୁଲୁଛନ୍ତି, ପାଇପାରୁନାହାନ୍ତି କବାଟ ବାହାରି ଆସିବେ ବୋଲି। ସେଥିପାଇଁ ଶ୍ରୀମନ୍ଦିର ତାଙ୍କୁ କହିଲେ, ସେ ତାଙ୍କୁ ଅଳ୍ପ ସମୟ ପାଇଁ ଦେଖେଇଦେଲେ। ତାପରେ ସେ କହିଲେ ମୋତେ କ'ଣ ବୋଲି କ'ଣ ତାଙ୍କୁ କଷ୍ଟ ହେଉଛି, ସେ ଦେଖେଇଲେ ଯେ ଏମିତି ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ ଘୁରି ବୁଲୁଛନ୍ତି, ସେ ବାହାରି ଆସିପାରୁନାହାନ୍ତି। ଯେଉଁମାନେ ତାପରେ ବର୍ଣ୍ଣନା କରିଛନ୍ତି କ'ଣ ହେଇଛି, ପଢ଼ିବା ଆମେ। ଭଗବାନ ଦେଖିଲେ ମଣିଷ ନିଜ ଚେଷ୍ଟାରେ ଉଠି ଛିଡ଼ା ହୋଇପାରିବ ନାହିଁ ବା ପୁଣି ଶୁଦ୍ଧ ସତ୍ୟ ହୋଇ ଭଗବତ ସମୀପରେ ପହଞ୍ଚି ପାରିବ ନାହିଁ। ନିଜ ଚେଷ୍ଟାରେ ଉପରକୁ ଉଠିପାରିବନି, ନିଜେ ପ୍ୟୁରିଫିକେସନ୍ ବି କରିପାରିବନି ନିଜେ। ତେଣୁ ନିଜେ ଏ ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ଠିକ୍ ନିଜେ ନୁହେଁ, ନିଜର ପୁତ୍ର ରୂପେ ମନୁଷ୍ୟ ଶରୀର ଧାରଣ କଲେ। ମନୁଷ୍ୟ ପାପ ଭାର ନିଜ ଉପରେ ଗ୍ରହଣ କଲେ। ମନୁଷ୍ୟର ପାପର ପ୍ରାୟଶ୍ଚିତ କଲେ ନିଜେ। ପାପର ଫଳ ଦୁଃଖ, କଷ୍ଟ, ଅତ୍ୟାଚାର, ଉତ୍ପୀଡ଼ନ, ଏପରିକି ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ, ମୃତ୍ୟୁ ନୁହେଁ ନିଜ ନିଷ୍ଠୁର ହତ୍ୟା କୃଷ୍ଣ କରାହେଇଛି, ବରଣ କରିନେଲେ। ପାପର ଫଳ ନିଜେ ଗ୍ରହଣ କରି ମନୁଷ୍ୟକୁ ମୁକ୍ତ କଲେ ପାପର ଭାର। ଏଇ ହେଲା ଯୀଶୁଖ୍ରୀଷ୍ଟଙ୍କ। ଯୀଶୁଖ୍ରୀଷ୍ଟଙ୍କ ତିନିଟା ଥାଏ ଜନ୍ମରେ। କ'ଣ? ସନ୍, ଫାଦର, ଆମେନ୍। ମାନେ ଭଗବାନ ହେଉଛନ୍ତି ଭଗବାନ, ଆଉ ଫାଦର ସେ ହେଲେ, ସନ୍ ହେଉଛି ଯୀଶୁଖ୍ରୀଷ୍ଟ, ଏବଂ ଏଇଠି ହେଉଛି ଏଣ୍ଡ। ଯିଏ ତାଙ୍କ ଉପରେ ବିଶ୍ୱାସ କରିବ ସେ ଏଥିରୁ ମୁକ୍ତ ହେଇଯିବ। କ'ଣ ଏମିତି ଏମିତି କରନ୍ତିନି? ଏମିତି 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 ନାଇଁ, ଏମିତି ଏମିତି କ'ଣ କରନ୍ତି? ତିନିଟା ଆମେନ୍। ହଁ, ଆଚ୍ଛା। ତାପରେ କ'ଣ ହେଲା? ନଥିବା ମନୁଷ୍ୟର ସାଧ୍ୟ ନାହିଁ। ସେ ଆସିଲେ ଭଗବାନ ନିଜେ ଆସିଲେନି, ତାଙ୍କର ପୁଅକୁ ପଠେଇଲେ, ସନ୍ ଯୀଶୁଖ୍ରୀଷ୍ଟ ପଠେଇଲେ। ସେ ଆସିକି ମଣିଷର ପାପ ଭାର ସବୁ ଗ୍ରହଣ କଲେ। ଗ୍ରହଣ କରିକିରି ହଜମ ବି କଲେ। ମଣିଷକୁ ଦୁଃଖ କଷ୍ଟରୁ ମୁକ୍ତ କରିବା ପାଇଁ ପ୍ରମିସ୍ କଲେ। ଯିଏ ତାଙ୍କ ଉପରେ ବିଶ୍ୱାସ କରିବ ସେ ଦୁଃଖ କଷ୍ଟରୁ ମୁକ୍ତି ହେବ। ମନୁଷ୍ୟର ଉପରକୁ ଉଠିବାର ସାଧ୍ୟ ନାହିଁ, ନରକରୁ ଉଠି ଛିଡ଼ା ହେବାର ସାଧ୍ୟ ନାହିଁ। ଯଦି ଭଗବାନ ନିଜେ ତାଙ୍କ କରୁଣାର ହାତ ନରକ ଅବଧି ପ୍ରସାର କରି ନ ଦିଅନ୍ତେ, ତାକୁ ତୋଳି ନ ନିଅନ୍ତେ, ମନୁଷ୍ୟ ନିଜେ କେବେ ବାହାରି ଆସିପାରିବନି ୟା ଭିତରୁ। ମନୁଷ୍ୟ ଉପରେ ଉଠିବାର ଯଦି ସେ ସାମର୍ଥ୍ୟ ଥାନ୍ତା, ତାହେଲେ ତା'ର ପତନ ହୁଅନ୍ତା ନାହିଁ। ତା'ର ପତନ ହୋଇଥିଲେ ତା ପ୍ରକୃତିଗତ ଦୁର୍ବଳତା ଯୋଗୁଁ ସେ ସବଳ ହୋଇପାରେ କେବଳ ଭଗବତ କୃପା ବଳରେ। ଏ ହେଲା ଖ୍ରୀଷ୍ଟିଆନ ୱେ ଅଫ୍ ଆପ୍ରୋଚ୍ ଟୁ ଲାଇଫ୍। ଯେ ଆମେ କ'ଣ କରୁଛୁ ନା ନିଜର କର୍ମଫଳ ନିଜେ ଭୋଗ କରିବାକୁ ପଡ଼ିବ।
ଭଗବାନ କରୁଣା କରିକି ଚାଲି ଆସିଛନ୍ତି। ଯିଏ ତାଙ୍କ ଉପରେ ବିଶ୍ୱାସ କରିବ ସେ କ'ଣ କରିବ ନା ନର୍କରୁ ଉଦ୍ଧାର ପାଇବ, ପାପରୁ ଉଦ୍ଧାର ପାଇବ। କିନ୍ତୁ ଭାରତବର୍ଷ ପ୍ରାଚୀନତାର ଭାରତ ବୈଦିକ ବୈଦାନ୍ତିକ ଭାରତ ଏ ଧରଣର କଥା କହିନାହିଁ। ଇଏ ହେଲା ଖ୍ରୀଷ୍ଟିଆନମାନଙ୍କର ୱେ। ଖ୍ରୀଷ୍ଟିଆନଙ୍କ ୱେ ହେଲା ପାପ ପୁଣ୍ୟ ଏ ବିଷୟ ଆସିଲା। କିନ୍ତୁ ବୈଦାନ୍ତିକ ଭାରତ ଯୋଉଟା ଭାରତ ଯୋଉ ଫିଲୋସଫି ସେ ଏହା କହୁନି। ମନୁଷ୍ୟକୁ ସେ କହିଛି ତୁମେ ମନୁଷ୍ୟ ନୁହଁ। ତୁମେ ଆତ୍ମା, ତୁମେ ଭଗବାନ, ତୁମେ ସର୍ବଶକ୍ତିମୟ। ଇଏ ହେଉଛି ବହୁତ ଅଲଗା କଥା। ଯେ ତମେ କହିବ ଯେ ତମେ ସେଇ ଲୋକ ନୁହଁ। ଆମେ ଆମ ଭିତରେ ଯୋଉ ଅନ୍ତରାତ୍ମା ରହିଛି ସେ ହେଉଛି ଆମର ରିଅଲ ପର୍ସନାଲିଟି। ଆଉ ସେ ଅନ୍ତରାତ୍ମାର ଆତ୍ମା କ'ଣ ପୁଅ ଆତ୍ମା ଝିଅ ଆତ୍ମା ଅଛି କି? ତାର କିଛି ନାହିଁ। ତାର ପାପ ପୁଣ୍ୟ ସେଠି କିଛି କାମ କରେନି। କୌଣସି ଜାଗାରେ ଗୋଟେ ମନେ କରନ୍ତୁ କେଉଁ ଜାଗା ଗୋଟେ ଘଟିବ, ସେ ଜାଗାରେ ପୁଅ ଝିଅ ବାହ୍ୟ ଦୃଷ୍ଟିରୁ ଠିକ୍ ଅଛି, ଆତ୍ମା ଦୃଷ୍ଟିରୁ ପୁଅ ଝିଅ କେହି ନାହିଁ। ମୁଁ ଗୋଟେ ବ୍ୟକ୍ତିଙ୍କୁ ଦେଖିଛି, ସେ ସ୍ତ୍ରୀ ଲୋକମାନଙ୍କୁ ବହୁତ ଅଲଗା ଭାବୁଥିଲେ। କହିଲେ ଝିଅମାନଙ୍କର ଆତ୍ମା ହେଉଛି ନାହିଁ ସେମାନଙ୍କର। ସେ ବ୍ୟକ୍ତି ମରିଗଲେଣି ବହୁ ବର୍ଷ ହେଲାଣି। ଏମିତି ଏଇ ଭାବରେ ସେମାନେ ଟ୍ରିଟମେଣ୍ଟ କରୁଥିଲେ, ଦେଖୁଥିଲେ। କିନ୍ତୁ ଯଦି ଆମ ଭିତରେ ପରମ ବ୍ରହ୍ମମୟ ବା ପରମ ଆନନ୍ଦ ଶକ୍ତିମୟ ଅନ୍ତରାତ୍ମା ଅଛି, ସେ ହେଉଛି ଆମର ପ୍ରକୃତ ବ୍ୟକ୍ତିତ୍ୱ। ଶ୍ରୀଅରବିନ୍ଦ ଏଠି ଆଉ ଗୋଟେ କଥା କହିଛନ୍ତି। ଶ୍ରୀଅରବିନ୍ଦ କହିଛନ୍ତି ଏଇ ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ଭାବରେ ନିଜକୁ ମ୍ୟାଟେରିଆଲାଇଜ୍ କରିବ। ମ୍ୟାଟେରିଆଲାଇଜ୍ ବୁଝି ହେଉଛି ଯେମିତି ଏ ଜାଗାରେ ପବନ ଭିତରେ ଜଳୀୟ ବାଷ୍ପ ଅଛି, ଜଳୀୟ ବାଷ୍ପ ଅଛି। ଏ ଜଳୀୟ ବାଷ୍ପ ଯେତେବେଳେ ନିଜକୁ ମ୍ୟାଟେରିଆଲାଇଜ୍ କରିବ ସେ କାକର ହେଇକି ଦେଖାଦେବ ବା ବରଫ ହେଇକି ଦେଖାଦେବ। ବରଫର ରୂପ ଅଛି କିନ୍ତୁ ଜଳୀୟ ବାଷ୍ପର ରୂପ ନାହିଁ। ଠିକ୍ ସେଇ ଭାବରେ ଯଦି ମଣିଷ ନିଜ ଭିତରେ ଥିବା ଅନ୍ତରାତ୍ମା ନିଜକୁ ମ୍ୟାଟେରିଆଲାଇଜ୍ କରେ, ଦ୍ୟାଟ୍ ୱିଲ୍ ବି କଲ୍ଡ ଟ୍ରାନ୍ସଫର୍ମେସନ୍। ଆଚ୍ଛା, ଦୁଃଖ ଦୌର୍ବଲ୍ୟ ମୃତ୍ୟୁ ଦ୍ୱାରା ଗଢ଼ା ଏଇ ଯେଉଁ ମନୁଷ୍ୟର ରୂପ ତାର ପ୍ରକୃତ ସ୍ୱରୂପ ନୁହେଁ। ମଣିଷର ପ୍ରକୃତ ସ୍ୱରୂପ ନୁହେଁ। ରୂପ ହେଲା ମିଥ୍ୟା ମାୟା ଭୁଲ ଜ୍ଞାନ ଅଜ୍ଞାନ। ମନୁଷ୍ୟକୁ ଆଚ୍ଛା ଯଦି ଗୋଟେ ବହୁତ ବଡ଼ ଘଟଣା ଘଟିବ ହେଉଛି ନିଜ ଭିତରେ ଥିବା ଆତ୍ମା ତା ସ୍ୱରୂପ ପ୍ରକାଶ କରିବ। ଏଇ ତ ସାଧାରଣ କଥା। ଯେତେବେଳେ ଆମେ ଆତ୍ମାର କଣ୍ଟାକ୍ଟରେ ଆସିବୁ, ଆତ୍ମାର ଯେଉଁ ଶକ୍ତି ସାମର୍ଥ୍ୟ ସେ ଆମ ନିଜ ସାମର୍ଥ୍ୟ ହେଇଯିବ। ଏଇଟା ବୁଝି ହେଉଛି ନା ନାହିଁ? ଆତ୍ମାର ଆମ ଭିତରେ ଥିବା ଆତ୍ମା ପରମ ଶକ୍ତିମୟ, ଶାନ୍ତିମୟ, ଆନନ୍ଦମୟ। ଯେତେବେଳେ ଆମେ ତା କଣ୍ଟାକ୍ଟରେ ଆସିବୁ ଏବଂ ଆତ୍ମାକୁ ଆମେ ମୁଁ ବୋଲି ଅନୁଭବ କରିବୁ, ତାହେଲେ ମୋର ସାମର୍ଥ୍ୟ ଶରୀର ସାଙ୍ଗେ ସମାନ ନୁହେଁ। ଯେମିତି ଗୋଟେ ପର୍ସନାଲିଟି ଅଛି, ଗୋଟେ ସେ ପର୍ସନାଲିଟି କହନ୍ତି ପୋଷାକ ପର୍ସନାଲିଟି। ପୋଷାକ ପର୍ସନାଲିଟି ଅର୍ଥ ହେଉଛି ଯେତେ ଭଲ ପୋଷାକ ପିନ୍ଧିବ ସେତେ ତୁମେ ଟେନସନ୍ ଦେଖାଦେବ, ବଢ଼ିଆ ଦେଖାଦେବ ଏବଂ ତୁମର ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଏହାକୁ ପୋଷାକୀ ପର୍ସନାଲିଟି କହନ୍ତି। ତାପରେ ଅଛି ପ୍ରାଣ ଉତ୍ସାହ କାମ କ୍ରିୟାର ଆବେଗ ଶକ୍ତି ସାମର୍ଥ୍ୟ ସହିବାର ଶକ୍ତି ସାମର୍ଥ୍ୟ। ଏଇଟା ହେଉଛି ପ୍ରାଣଗତ ପର୍ସନାଲିଟି। ଯାହାର ଏକ ଡାଇନାମିକ୍ ପ୍ରାଣ ଥିବ ତାର ପର୍ସନାଲିଟି ବହୁତ ଅଲଗା। ଯାହାର ବୁଦ୍ଧି ବେଶୀ ଥିବ ଏବଂ ଯେକୌଣସି ସମସ୍ୟାକୁ ବୁଦ୍ଧି ପ୍ରୟୋଗ କରିପାରୁଥିବ ସେ ଦିଗରେ, ତାର ମାନସିକ ପର୍ସନାଲିଟି ଆଉ ଗୋଟେ ରକମ ବାହାରି ଆସିବ। ଇଏ ପର୍ସନାଲିଟି ଠିକ୍, କିନ୍ତୁ ଏହା ପଶ୍ଚାତରେ ଯେଉଁ ଆତ୍ମା ରହିଛି ଯେତେବେଳେ ବ୍ୟକ୍ତି ତା ସାଙ୍ଗେ ଆଇଡେଣ୍ଟିଫାଏ ହେବ, ତାର ସ୍ୱଭାବ ପ୍ରକୃତି ଆତ୍ମବତ୍ ହେବାକୁ ଆରମ୍ଭ କରିବ। ଆତ୍ମବତ୍ ବୁଝି ହେଉଛି ଆତ୍ମାର ପରି ହେବାକୁ ଆରମ୍ଭ କରିବ ତା ସ୍ୱଭାବ ପ୍ରକୃତି। ଏ ହେଉଛି ଆମର ଲକ୍ଷ୍ୟ। ତାହେଲେ ଆତ୍ମାର ଯାହା ଶକ୍ତି ସାମର୍ଥ୍ୟ ଆମ ନିଜର ଶକ୍ତି ସାମର୍ଥ୍ୟ ହେଇଯିବ। ଆତ୍ମାର ଶକ୍ତି ସାମର୍ଥ୍ୟରେ କିଛି ନାହିଁ, ଏଣ୍ଡ ନାହିଁ। କାରଣ ଭଗବତ ସ୍ୱରୂପ ସେ, ଭଗବାନଙ୍କ ଶକ୍ତି ସାମର୍ଥ୍ୟ ତାର ହେଇଯିବ। ସେଥିପାଇଁ ଆମକୁ ଯେଉଁ ଏଣ୍ଟାୟାର କାମ କରିବା ପାଇଁ କୁହାଯାଏ, ସେ କାମ ହେଉଛି ଆମ ଭିତରେ ଥିବା ମାଙ୍କର ଉପସ୍ଥିତି ବା ଭଗବାନଙ୍କ ଉପସ୍ଥିତି ସାଙ୍ଗେ ଆମେ ସମ୍ପର୍କରେ ଆସିବୁ।
ଏବଂ ତାକୁ ଅବିକୃତ ଭାବରେ ଦୈନନ୍ଦିନ ଜୀବନରେ ପ୍ରକାଶ କରିବ। ଏଥିରେ କିଛି କଥା କୁହାଯାଇଛି। ନିଜର ବୁଦ୍ଧିମତ୍ତା, ନିଜର ଭଲ ମନ୍ଦ ଜ୍ଞାନକୁ ସବୁ ତାଙ୍କ ଚରଣ ତଳେ ଅର୍ପଣ କରିବାକୁ ପଡ଼ିବ। ଆମ ଅନ୍ତରେ ଯିଏ ଅଛନ୍ତି ତାଙ୍କ ପାଖରେ ଅର୍ପଣ କରିବାକୁ ପଡ଼ିବ। ସେ ଆମକୁ ବ୍ୟବହାର କରିବେ। କିନ୍ତୁ ଆମେ ଯେଉଁ ମାନେ ଯେଉଁ ଅସୁବିଧା ଆମେ ସମ୍ମୁଖୀନ ହେଉ, ମହାବୀର ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା ହେଇଛି। ସେ ଆମକୁ କ'ଣ ବ୍ୟବହାର କରିବେ? ଆମେ ତାଙ୍କୁ ବ୍ୟବହାର କରିବାକୁ ଆରମ୍ଭ କରୁ। ତା ଅର୍ଥ ହେଉଛି ଭଗବତ ଆଶ୍ରୟରେ ଆମର ଯେଉଁ ପ୍ଲାନ୍, ଆମର ଯେଉଁ ଇଚ୍ଛା ତାକୁ ପୂରଣ କରିବାକୁ ଆରମ୍ଭ କରୁ। ଏବଂ ଏ ଜିନିଷଟା ବହୁତ ଲମ୍ବିଯାଏ। ବହୁତ ଲମ୍ବିଯାଏ ମାନେ କ'ଣ ହୁଏ ନା, ଯେଉଁ ଉଦ୍ଦେଶ୍ୟରେ ଆମକୁ ସୁଯୋଗ ଦିଆହେଇଥାଏ ସେ ଉଦ୍ଦେଶ୍ୟ ଆମେ ବ୍ୟବହାର କରିପାରୁନି। ସେ ଉଦ୍ଦେଶ୍ୟ ବ୍ୟର୍ଥ ହେଇଯାଏ। ପଢ଼ିବା। ରୂପ ହେଲା ମିଥ୍ୟା, ମାୟା, ଭୁଲ ଜ୍ଞାନ, ଅଜ୍ଞାନ। ମନୁଷ୍ୟକୁ ଜ୍ଞାନ ଲାଭ କରିବାକୁ ହେବ, ସଜ୍ଞାନ ହେବାକୁ ହେବ। ତେବେ ତାର କ୍ଷଣିକ ଭ୍ରାନ୍ତି ଓ ଦୁଃସ୍ୱପ୍ନ ଘୁଞ୍ଚିଯିବ, ସ୍ୱରୂପରେ ସ୍ୱସତ୍ୟରେ ପ୍ରତିଷ୍ଠିତ ହେବ। ଏହି ଶକ୍ତି ମନୁଷ୍ୟର ଅଛି, କାରଣ ସେ ନିଜେ ସେଇ ଶକ୍ତି। ତତ୍ତ୍ୱମସି ସୋହମ୍। ସୋହମ୍ ଅର୍ଥ ହେଉଛି ମୁଁ ହେଉଛି ସେଇ। ତତ୍ତ୍ୱମସି ହେଉଛି ମୁଁ ହେଉଛି ସେଇ ତତ୍ତ୍ୱ। ଅନୁଭବ କରିବ। ଚୈତ୍ୟ ଆଧ୍ୟାତ୍ମିକ ଶିକ୍ଷାରେ, ଚୈତ୍ୟ ଶିକ୍ଷାରେ ଯେଉଁ ବର୍ଣ୍ଣନା ଦେଇଛନ୍ତି, ଏଇ ବିଷୟଟା ଉଠେଇଛନ୍ତି ଯେ ଚେଷ୍ଟା କରୁ 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 ଭିତରୁ କିଛି ଗୋଟେ ଭାଙ୍ଗିଯିବ। ତୁମେ ଯେମିତି ବର୍ତ୍ତମାନ ଇଏ କରୁନାହାନ୍ତି, ଟନେଲକୁ ଖୋଳୁଛନ୍ତି, ଟନେଲ ଖୋଳୁଛନ୍ତି, ହେଉନି, ୟା ଭାଙ୍ଗି ଯାଉଛି, ତା ଭାଙ୍ଗି ଯାଉଛି, ତା ଭାଙ୍ଗି ଯାଉଛି, ସେ ଲୋକ ବାହାରି ଆସିପାରୁନାହାନ୍ତି। ଏଇଭଳି ଗୋଟେ ଅବସ୍ଥା ରହିଛି। ଏକ୍ଜାକ୍ଟଲି କ'ଣ ହେବ, ଯେମିତି ମା ଗର୍ଭରେ ପିଲାଟା ଅଛି, ପିଲାଟା ବାହାରକୁ ଆସିପାରୁନି, ସମ୍ ଡିଫିକଲ୍ଟି ଅଛି, ଚେଷ୍ଟା କରାହେଉଛି, ଏକ୍ଜାକ୍ଟଲି ନିଜ ଭିତରେ ଥିବା ଅନ୍ତରାତ୍ମା ସମ୍ମୁଖକୁ ଆସିପାରୁନି। ସବୁ ରକମ ଚେଷ୍ଟା କରାହେଉଛି ଏବଂ ଇଟ୍ ବିକମିଂ ଏ ଫେଲୁଅର୍। ଯେତେବେଳେ ଆସିବ, ୟୁ ଆଇଡେଣ୍ଟିଫାଏ ୟୋର ସେଲ୍ଫ ୱିଥ୍ ଦ୍ୟାଟ୍ ସୋଲ୍, ୱିଥ୍ ଦ ସାଇକିକ୍ ବିଙ୍ଗ। ବୁଝି ହେଉଛି? ତାହେଲେ ନିଜକୁ କ'ଣ ମନେ ହେବ? ମୁଁ କାହାର ବାପା, କାହାର ପୁଅ, କାହାର ଝିଅ, କାହାର ଭାଇ, କାହା ଭଉଣୀ ନୁହେଁ। ମୁଁ ହେଉଛି ସେଇ ବସ୍ତୁ ଯେ ଶିବ ଶିବୋହଂ ଶିବୋହଂ କହନ୍ତିନି, ସଚ୍ଚିଦାନନ୍ଦ ରୂପମ୍ ଶିବୋହଂ ଶିବୋହଂ। ମାନେ ମୁଁ ନିଜକୁ ସେଇ ଅମୃତତ୍ୱ ତତ୍ତ୍ୱର ସାଙ୍ଗେ ଅନୁଭବ କରିବି। ଏ ହେଉଛି ମଣିଷର ଯଥାର୍ଥ ସ୍ୱରୂପ। ଏଇଟା ହେଉଛି ବୈଦାନ୍ତିକ ଭାଷା। କହୁଛନ୍ତି କିନ୍ତୁ ଏହା ହେଲା ଗୋଟେ ଧାରା, ଏହା ହେଲା ପରମ ଚରମ କୈବଲ୍ୟ ତତ୍ତ୍ୱ, ଲୋକାତୀତ ବିଶ୍ୱାତୀତର ତଦ୍ବସ୍ତୁ ସତ୍ୟ। କିନ୍ତୁ ଏହା ଛଡ଼ା ମଧ୍ୟ ସଦ୍ବସ୍ତୁର ସତ୍ୟ ରହିଛି। ବିଶ୍ୱାତୀତ ନୁହେଁ, ବିଶ୍ୱଗତ ବିଶ୍ୱଭୂତ ସେ ସତ୍ୟ। ଏଠି ୱାନ୍ସ ଇଏ ଗୋଟେ ରାଜ୍ୟ। ଆମେ ପଢ଼ୁଥିଲୁ 5ଟା ଇଏ ପଢ଼ୁନଥିଲୁ, ଭଗବତ ମିଳନର 5ଟା ଷ୍ଟେଜ୍ ଆମେ ପଢ଼ୁଥିଲୁ। ଏଠି ଏକ୍ଜାକ୍ଟଲି ୱାନ୍ସ ୟୁ କମ୍ ଆଉଟ୍ ଅଫ୍ ଦି ଇଗ୍ନୋରାନ୍ସ, ଅଜ୍ଞାନତା ଭିତରୁ ବାହାରି ଆସିଲେ ସମ୍ପୂର୍ଣ୍ଣ ଭାବରେ ମୃତ୍ୟୁର ରାଜ୍ୟରୁ ବାହାରି ଆସିଲେ, ୟୁ ଏଣ୍ଟର ଇଣ୍ଟୁ ଆନଦର କଣ୍ଟ୍ରି। ଏଣ୍ଟାୟାର ଆଇଡେଣ୍ଟିଟିଟା କେବେ ଡିଫରେଣ୍ଟ ହେବନି, ପରିବେଶ ସବୁକିଛି ଡିଫରେଣ୍ଟ ହେଇଯିବ। ଯେଉଁଗୁଡ଼ାକ କଷ୍ଟସାଧ୍ୟ ଇଏ ଜୀବନରେ, ସେ ଅବହେଳା କ୍ରମେ ଏସବୁ ପାଖରେ ଆସି ପହଞ୍ଚିବ। ଜଣେ ଯଦି ବାହାରି ଆସିବ, ସେଇଠି ବହୁତ କଥା କହିବାକୁ ଥାଏ। କଥା ହେଉଛି ଯେ ଯେହେତୁ ଜଣେ ଅଜ୍ଞାନତାର ମୁକ୍ତି ପାଏ, ସେତେବେଳେ ଭଲ ମନ୍ଦ ଜ୍ଞାନର ଅର୍ଥ ବହୁତ ଅଲଗା ହେଇଯାଏ। ସେ ତାକୁ କେହି ଠକି ଦେଇପାରନ୍ତିନି। ଠକି ଦେଇପାରେ ମାନେ କିଏ ଠକେ କି? ନିଜର ଅହଙ୍କାର, ସ୍ୱାର୍ଥ, ନିଜର ଅଜ୍ଞାନତା, ଏଇସବୁ ନିଜକୁ ଠକେ। ଆମର ଲକ୍ଷ୍ୟ ପ୍ରାପ୍ତିରୁ କେହି ଦୂର କରିଦିଏ, ଠକେ। ଏଇଠି ଆଗରେ ବନ୍ଦ ହେଇଯିବ, ସେଇ ସାଇଡ଼୍ଟା ଚାଲିଯିବ। ଚାଲିଗଲେ ମଣିଷ ଯେଉଁ ଇନ୍ସପିରେସନ୍ ପାଇବ, ଇନ୍ସପିରେସନ୍ ବୁଝିହେଉଛି, ଯେଉଁ ରକମ ପ୍ରେରଣା ପାଇବ, ସେ ପ୍ରେରଣା ଆସିବ ଷ୍ଟ୍ରେଟ୍ ଫ୍ରମ୍ ଦି ସୋଲ୍। ତାକୁ ଅବିକୃତ ଭାବରେ ଜୀବନରେ ପ୍ରକାଶ କରିବାକୁ ଚେଷ୍ଟା କରାଯିବ। ଏ ହେଉଛି ଆମର ଉଦ୍ଦେଶ୍ୟ, ଅର୍ଥ। ସେ କହୁଛନ୍ତି ବିଶ୍ୱାତୀତ ନୁହେଁ, ବିଶ୍ୱଗତ ବିଶ୍ୱଭୂତ ସେ ସତ୍ୟ। ବ୍ରହ୍ମର ଜିଜ୍ଞାସା ଅଛି, ପୁଣି ମାୟାର ଜିଜ୍ଞାସା ମଧ୍ୟ ଅଛି। ତେଣୁ କୁହାଯାଏ ବ୍ରହ୍ମରୂପୀ ଭଗବାନଙ୍କ ଛଡ଼ା ଜଗତ ରୂପୀ ଓ ଜୀବରୂପୀ ଭଗବାନ ମଧ୍ୟ ଅଛନ୍ତି। ଜଗତ ରୂପୀ ଜଗତଗତ ଜଗତଭୂତ ଭଗବାନଙ୍କ ନାମ ହିଁ ତ ଈଶ୍ୱର। ଭଗବାନ କେବଳ ବ୍ୟକ୍ତି ଭିତରେ ଅଛନ୍ତି ତ ଠିକ୍ କଥା, ଜଗତ ମଧ୍ୟରେ ଅଛନ୍ତି, ଜଗତରୁ ଅତୀତ ହେଇକି ମଧ୍ୟ ରହିଛନ୍ତି। ଆମର 6ଠ ଅଧ୍ୟାୟରେ ଲେଖା ହେଇନି ମହାବୀର
ଯେ ଭଗବାନଙ୍କ କେତେଟା ରୂପ ରହିଛି, ବ୍ୟଷ୍ଟିଗତ ରହିଛି, ବ୍ୟକ୍ତିଗତ ରହିଛି, ତ ବିଭିନ୍ନ ରକମର ଅଛି, 3 ରକମ ରୂପ ବର୍ଣ୍ଣନା କରିଛି, ବିଶ୍ୱାତୀତ ମଧ୍ୟ ରହିଛି। ଏଇ ବିଷୟଟା ଅର୍ଥ ହେଉଛି ବିଶ୍ୱାତୀତ ବ୍ୟକ୍ତିତ୍ୱ ରହିଛି ମାନେ କ'ଣ ଭଗବତୀଙ୍କର। ଯଦି ଭଗବତୀ ସାଙ୍ଗେ ଆଇଡେଣ୍ଟିଫାଏ ହେବ, ନିଜ ଭିତରେ ଏଇ ଅନୁଭବ ଆସିବ ନିଜେ ହେଉଛ ବିଶ୍ୱାତୀତ। ଏଇ ଏବଂ ନିଜର ଏକ ପରିଚୟ ଆସିବ ଯେ ମାଙ୍କ ସନ୍ତାନ ହିସାବରେ। ତାପରେ ପଢ଼ିବା। ଏଇ ଦିଗରୁ ଦେଖିଲେ ବୁଝାଯିବ ଜଗତ ରୂପୀ ଜଗତଗତ ଜଗତଭୂତ ଭଗବାନଙ୍କ ନାମ ହିଁ ତ ଈଶ୍ୱର। ଏଇ ଦିଗରୁ ଦେଖିଲେ ବୁଝାଯିବ ମାୟା କେବଳ ମାୟା ନୁହେଁ, ଜଗତ କେବଳ ମିଥ୍ୟା ନୁହେଁ, ହେଉଛି ସତ୍ୟର ଏକ ଅଂଶ, ଗୋଟିଏ ଦିଗ। ବ୍ରହ୍ମର ପ୍ରକାଶ ହିସାବରେ, ଭଗବାନଙ୍କ ଲୀଳାକ୍ଷେତ୍ର ହିସାବରେ ସୃଷ୍ଟିରେ ରହିଯାଇଛି ଗଭୀର ଏକ ରହସ୍ୟ। ବହୁତ ପ୍ରୋବ୍ଲେମ୍ ସଲ୍ଭ ହେଇଯିବ ସେତେବେଳେ, ଯେତେବେଳେ ଜଣେ ରିଅଲାଇଜ୍ କରିବ ମାଙ୍କୁ, ନିଜ ଭିତରେ ଥିବା ମାଙ୍କ ଉପସ୍ଥିତିକୁ ରିଅଲାଇଜ୍ କରିବ। ବହୁତ ପ୍ରୋବ୍ଲେମ୍ ସଲ୍ଭ ହେଇଯିବ, ବହୁତ ପ୍ରଶ୍ନର ଉତ୍ତର ଚାଲି ଆସିବ ସ୍ୱାଭାବିକ ରୂପେ। ସେତେବେଳେ ବ୍ୟର୍ଥରେ ସମୟ ଆଉ ନଷ୍ଟ କରିବନି। ମୁଁ ଥରେ ମହାରାଜଜୀ କହୁ କହିଲେ ଯେ ବୟସ ଥିଲାବେଳେ ସିନା ସାଧନା କରିବ, ଏମିତି ଭାବରେ କହିଲେ। ମୁଁ କହିଲି ତାମାନେ ବୟସ ବଢ଼ିଗଲେ ସାଧନା କରିବାକୁ ହବନି। ମୁଁ କହିଲି ମହାରାଜଜୀ କାହିଁକି ଏମିତି ବୟସ ଥିଲାବେଳେ କାହିଁକି ଏମିତି କହୁଛନ୍ତି? ନା ସେ କହିଲେ ବଢ଼ିଆ କିରି, କହିଲେ ଯେତେବେଳେ ବୟସ ବଢ଼ିଯିବ ଶକ୍ତି ସାମର୍ଥ୍ୟ ଉତ୍ସାହ କମିଯିବ, ଅନ୍ୟ ଆଡ଼େ ମନ ଚାଲିଯିବ ସହଜରେ। ଏଇ ଭାବରେ କହିଲେ ମୋତେ ବୁଝେଇଦେଲେ। ମୁଁ ବହୁତ ଦିନ ଲାଗିଲା ବୁଝିବା ପାଇଁ ଆକ୍ଚୁଆଲି ସେ କ'ଣ କହୁଛନ୍ତି। କେତେ ସତ ଯେ ବ୍ୟକ୍ତି ଭିତରେ ଉତ୍ସାହ ଆବେଗ ଭଗବତ ଉପଲବ୍ଧି ପାଇଁ ନୁହେଁ, ଆଉ ଗୋଟେ କୋଉଥିପାଇଁ ଚାଲିଯାଏ, ପ୍ରବାଦ ହେଇଯାଏ, ସହଜରେ ଏପଟ ସେପଟ ହେଇଯାଏ। କିନ୍ତୁ ବୟସ ଥିଲାବେଳେ ଯଦି ସଂକଳ୍ପ କରିବ ତାହେଲେ ଶକ୍ତି ସାମର୍ଥ୍ୟ ଉତ୍ସାହ ସବୁ ତାକୁ ମିଳିବ ସ୍ୱାଭାବିକ ରୂପେ। ସେଇ ବାରମ୍ବାର ସେ କଥା ଆମେ ପଢ଼ିଛୁ। ବୁଦ୍ଧଦେବ ଜନ୍ମ ହେଲେ, ଜ୍ୟୋତିଷ ତାଙ୍କୁ କହିଲା, ତାଙ୍କ ବାପା ଶୁଦ୍ଧୋଧନ ତ ତାଙ୍କୁ କହିଲା ଇଏ ବହୁତ ବଡ଼ ସନ୍ନ୍ୟାସୀ ହେବେ, ନହେଲେ ବହୁତ ବଡ଼ ସମ୍ରାଟ ହେବେ। କାରଣ ସନ୍ନ୍ୟାସୀ ହେବା ପାଇଁ, ସମ୍ରାଟ ହେବା ପାଇଁ ଏକା ଜିନିଷ ଦରକାର, ସେ ହେଉଛି ବହୁତ ପ୍ରାଣର ଶକ୍ତି ସାମର୍ଥ୍ୟ ଥିବା ଦରକାର। ଇଏ ହେଉଛି ବହୁତ ବଡ଼ କଥା। ନହେଲେ ସହଜରେ ଆମେ ମିସଗାଇଡେଡ୍ ହେଇଯିବୁ। କାହା ଦ୍ୱାରା? ବାହାରକୁ ଲୋକଙ୍କ ଦ୍ୱାରା ନାହିଁ, ନିଜ ଦ୍ୱାରା ନିଜେ ମିସଗାଇଡେଡ୍ ହେଇଯିବୁ। ସେ କହୁଛନ୍ତି ଜଗତ ଦୁଃଖମୟ, ସୃଷ୍ଟି ଅଜ୍ଞାନ ପ୍ରସୂତ, ଜଗତରୁ ଉଦ୍ଧାର ଦରକାର, ସୃଷ୍ଟିକୁ ଅତିକ୍ରମ କରିବା ଦରକାର। ଭାରତୀୟ ସାଧନା ଓ ପ୍ରଜ୍ଞାରେ ଏହି ସିଦ୍ଧାନ୍ତ ହିଁ ବେଶୀ ଭାଗରେ ରହିଛି। ତାଠାରୁ ଗଭୀରତର ବା ଭିନ୍ନତର ରହସ୍ୟ ଭାରତର ଆଧ୍ୟାତ୍ମିକ ପ୍ରଜ୍ଞା ଆବିଷ୍କାର କରିଛି ଆଉ ଏକ ତତ୍ତ୍ୱ। ତାହା ହେଉଛି ଏଇ ଯେ ଭଗବାନ ସୃଷ୍ଟିକୁ ସୃଷ୍ଟ କରି ଚାଲି ଯାଇନାହାନ୍ତି, ସୃଷ୍ଟିର ବାହାରେ କେଉଁଠି ନିଶ୍ଚେଷ୍ଟ ହୋଇ ବସିନାହାନ୍ତି, ସେ ନିଜକୁ ସୃଷ୍ଟିରେ ଅନ୍ତର୍ଭୁକ୍ତ କରିଦେଇଛନ୍ତି। ତାର ଅଣୁପରମାଣୁରେ ନିଜ ସତ୍ତାକୁ ଲୁଚାଇ ରଖିଛନ୍ତି, ତା ସାଙ୍ଗରେ ଏକାତ୍ମ ହୋଇ ମିଶିଛନ୍ତି। ରୂପଂ ରୂପଂ ପ୍ରତିରୂପ ବଭୁବ। ଏଠି ଦୁଇଟା ଜିନିଷ ଅଛି, ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ଦୁଇଟା। ଗୋଟେ ହେଉଛି the moment you come in contact with something else other than the mind, life and body, କେବେ ବି ଏଠି ରହିବାକୁ ଇଚ୍ଛା ହୁଏନି। ଯେତେବେଳେ ନ ଆସିଛି, ତୁମେ ରାମକୃଷ୍ଣ ପରମହଂସଙ୍କ ଭାଷାରେ ଗାଁର ଚିକିଟା ଗୁଡ଼ ଖାଉଛ, ସାଲେପୁର ରସଗୋଲା ଖାଇବ, ଆଉ ସେ ଚିକିଟା ଗୁଡ଼ ଖାଇବାକୁ ଇଚ୍ଛା ହେବନି। ସୁଖ ଜୀବନରେ ଅଛି, ସୁଖ ସନ୍ତୋଷ ଆନନ୍ଦ ଜୀବନରେ ଅଛି। ବହୁତ ମୋ କଥା ରହିଲେ ମୋତେ ସୁଖ ଲାଗିବ, ମୋତେ କିଏ ବିରୋଧ କଲେ ଖରାପ ଲାଗିବ। ମୁଁ ଏଇ ସୁଖ ଆନନ୍ଦ ରହିଛି। ଥରେ ଯଦି ମାଙ୍କ ଉପସ୍ଥିତିରେ ଆନନ୍ଦ ବା ଭଗବାନଙ୍କ ଆନନ୍ଦ ଆସିବ ବା ତା ସ୍ପର୍ଶ କରିବ, ଇଏ ଛୋଟ ଛୋଟ ସୁଖ ଶାନ୍ତିକୁ ମନ ଚାଲିଯିବ। ସେଇଥିପାଇଁ ସାଧାରଣ ଭାବରେ ଜଗତକୁ ଅର୍ଥହୀନ, ଏଇଠୁ କିଏ ଜାଗାରେ ପହଞ୍ଚିବ। ଏଠି ପଞ୍ଚମାୟାର ଫାନ୍ଦେ, ବ୍ରହ୍ମ ପଡ଼ିଲେ କାନ୍ଦେ। ଏଠି ଭଗବାନ ବି ଜନ୍ମ ନେଲେ ଆଖିରୁ ଲୁହ ବର୍ଷି ପଡ଼ିବ। ଏ ଜାଗା ହେଉଛି ଏମିତିଆ, ଏଇ ଭାବ ଆସିବ। ସେ ଏଠି ନରେନ୍ଦ୍ର ବହୁତ ଆଉ ଗୋଟେ ଜିନିଷ ଦେଖେଇ ଦେଉଛନ୍ତି। ଆଉ ଏକ ସଲ୍ୟୁସନ୍ ଅଛି ଭାରତୀୟ ଦର୍ଶନ ଶାସ୍ତ୍ରରେ, ସେଇଟା ହେଉଛି ଇମ୍ପୋର୍ଟାଣ୍ଟ। ଏଇଟା ହେଉଛି ଭଗବାନ କୁଆଡ଼େ ଚାଲି ଯାଇନାହାନ୍ତି, ସେ ସବୁ ଜାଗାରେ ମିଶିକି ରହିଛନ୍ତି। ଏଠି ଧୂଳି କଣା ଭିତରେ ସେ ନିଜକୁ ଲୁକାୟିତ କରି ରଖିଛନ୍ତି। ଏ ହେଉଛି ଆଉ ଏକ ଉପଲବ୍ଧି। କିନ୍ତୁ ସବୁ ଉପଲବ୍ଧି ଆସିବ ଯେତେବେଳେ ଅଜ୍ଞାନରୁ ଜଣେ ନିଜକୁ ମୁକ୍ତ କରିବ। ଅଜ୍ଞାନରେ ରହିଲେ ତାହେଲେ ଏଥିରେ ଘୁରି ହେଉଥିବ ବାରମ୍ବାର ଚକ୍ରବତ ପରିବର୍ତ୍ତନ୍ତେ ଦୁଃଖାନିଚ ସୁଖାନିଚ, ଦୁଃଖ ସୁଖ ଭଳିଆ ଘୁରି ହେଉଥିବ। କିନ୍ତୁ ୱାନ୍ସ ଚାଲି ଆସିବ। କିନ୍ତୁ ଏଇ ଯେଉଁ ବନ୍ଧନରୁ ମୁକ୍ତ ହେବା, ସେ ଭଗବାନଙ୍କ କରୁଣା ଉପରେ ନିର୍ଭର କରେ।
ଭଗବାନଙ୍କ ଅସୀମ କରୁଣା ଉପରେ ନିର୍ଭର କରେ କିନ୍ତୁ ଏଠୁ ବାହାରି ଆସିବ ଜଣେ। ତାଙ୍କ କୃପା ନହେଲେ କେବେ ଏଠୁ ବାହାରି ଆସିବନି। ଏଇ କଥାକୁ ବାରମ୍ବାର ପୁନରାବୃତ୍ତି କରୁଥିବୁ କହୁଥିବୁ। ଆମେ ଅନୁଭବ କରୁଛୁ, ଆମେ କହୁଛୁ ବଡ଼ ବଡ଼ କଥା। କ'ଣ ଚିଲ କ'ଣ କରେ ବହୁତ ଉପରେ ଉଡ଼େ, ଲକ୍ଷ୍ୟ ଥାଏ କେଉଁଠି ମଢ଼ ପଡ଼ିଛି, କେଉଁଠି ମାଂସ ପଡ଼ିଛି, ପଚା ମାଂସ ଏ ମଢ଼। ଆମେ ବହୁତ ବଡ଼ ବଡ଼ କଥା କହୁ, ଲକ୍ଷ୍ୟ ସାଧାରଣ ଅଜ୍ଞାନତାର ସ୍ପର୍ଶ ଛଡ଼ା ଆଉ କିଛି ନାହିଁ।